ଜାନୁଆରୀ 3ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗୀର ଗସ୍ତରେ ଆସିବେ। ବଲାଙ୍ଗୀର ଜିଲ୍ଲା ମାଗୁରବେଡ଼ା ଯାଇ ସେଠାରେ ବହୁ ପ୍ରତୀକ୍ଷିତ ଲୋୟର ସୁକ୍ତଲ ଡ୍ୟାମ୍ ପ୍ରକଳ୍ପ ଉଦ୍ଘାଟନ କରିବା ସହ ଜିଲ୍ଲାବାସୀଙ୍କୁ ନୂଆବର୍ଷ ଭେଟିଦେବେ। ମିଳିଥିବା ସୂଚନା ଅନୁସାରେ 305 କୋଟିର ଜଳୀୟ ଜଳ ଯୋଗାଣ, ସ୍ୱାସ୍ଥ୍ୟ ଭିତ୍ତି, ଶିକ୍ଷା, ରାସ୍ତା ଓ ସେତୁ, କ୍ରୀଡ଼ା ଭିତ୍ତିଭୂମି, ମହିଳା ସଶକ୍ତିକରଣ ଅନ୍ୟ ପ୍ରକଳ୍ପ ଉଦ୍ଘାଟନ କରିବେ। ଏହା ସହିତ 2220 କୋଟି ଟଙ୍କାର ମଧ୍ୟ ଜଳସେଚନ ପ୍ରକଳ୍ପ, ପାନୀୟ ଜଳ ଯୋଗାଣ, ସ୍ୱାସ୍ଥ୍ୟ, ଶିକ୍ଷା ସମନ୍ୱିତ ପର୍ଯ୍ୟଟନ, ଗ୍ରାମୀଣ ରାସ୍ତା ଓ ସେତୁ, ଅନ୍ୟ ରାସ୍ତା, ପୋଲ, କ୍ରୀଡ଼ା ଭିତ୍ତି ଗୋଷ୍ଠୀ ପ୍ରକଳ୍ପର ଶିଳାନ୍ୟାସ କରିବେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଉଛି। ପ୍ରକଳ୍ପ ଉଦ୍ଘାଟନ ପାଇଁ ଡ୍ୟାମ୍ ତଳେ ବିରାଟ ଆୟୋଜନ କରାଯାଇଛି। ଏଠାରେ ପ୍ରାୟ 50,000 ଲୋକଙ୍କ ଜନସମାଗମ ହେବ ବୋଲି ଆଶା ମଧ୍ୟ କରାଯାଉଛି।